ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଜି ଆଉ ଗୋଟେ ବିଷୟ ନେଇ ଆପଣମାନଙ୍କ ନିମନ୍ତେ ମୁଁ ଆସିଅଛି। ପବିତ୍ର ଆତ୍ମା କିଏ? ପବିତ୍ର ଆତ୍ମାଙ୍କ ଆଗମନ ଏହି ଜଗତରେ କେବେ ହେଲା? ଆଉ ପବିତ୍ର ଆତ୍ମାଙ୍କ କାର୍ଯ୍ୟ କଣ? ପବିତ୍ର ଆତ୍ମା ପରମେଶ୍ୱରଙ୍କ ଆତ୍ମିକ ଶକ୍ତି ଅଟନ୍ତି, ଯିଏ ଆମକୁ ଜୀବନ ମାର୍ଗଦର୍ଶନ ଓ ଆତ୍ମିକ ସାମର୍ଥ୍ୟ ଦିଅନ୍ତି। ବାଇବେଲ ଆମକୁ ଏହା ଶିକ୍ଷା ଦିଏ, ପରମେଶ୍ୱର ତ୍ରିଏକ ପରମେଶ୍ୱର ଅଟନ୍ତି। ପିତା ପରମେଶ୍ୱର, ପୁତ୍ର ଯୀଶୁଖ୍ରୀଷ୍ଟ ଆଉ ପବିତ୍ର ଆତ୍ମା। ଏହି ତିନି ଜଣ ମିଶି ତ୍ରିଏକ ପରମେଶ୍ୱର ଅଟନ୍ତି। ପିତା ପରମେଶ୍ୱର ସୃଷ୍ଟିକର୍ତ୍ତା ଅଟନ୍ତି, ପୁତ୍ର ଯୀଶୁଖ୍ରୀଷ୍ଟ ଉଦ୍ଧାରକର୍ତ୍ତା ଅଟନ୍ତି, ଆଉ ପବିତ୍ର ଆତ୍ମା ଆମର ସାହାଯ୍ୟକାରୀ ଅଟନ୍ତି। ବାଇବେଲରେ ଲେଖାଯାଏ, ଜହନ 14 ପର୍ବ 16 ପଦ, ପବିତ୍ର ଆତ୍ମା ସାହାଯ୍ୟକାରୀ, ଶିକ୍ଷକ ଆଉ ସ୍ମରଣ କରାନ୍ତି। ପବିତ୍ର ଆତ୍ମା କିଏ? ପବିତ୍ର ଆତ୍ମା ଖାଲି ଶକ୍ତି ନୁହନ୍ତି, ସେ ଜୀବିତ ବ୍ୟକ୍ତିତ୍ୱ ଅଟନ୍ତି। ସେ ପରମେଶ୍ୱରଙ୍କ ଆତ୍ମିକ ରୂପ ଅଟନ୍ତି, ଯିଏ ଆମ ହୃଦୟରେ ବାସ କରନ୍ତି। ଯେତେବେଳେ ଯୀଶୁ ସ୍ୱର୍ଗାରୋହଣ କଲେ, ସେତେବେଳେ ସେ କହିଥିଲେ, ଜହନ 14 ପର୍ବ 16 ପଦରୁ 17 ପଦ, ମୁଁ ତୁମ୍ଭମାନଙ୍କୁ ଏକା କରି ଛାଡ଼ିଯିବି ନାହିଁ। ସେ ତୁମମାନଙ୍କ ନିମନ୍ତେ ସାହାଯ୍ୟକାରୀ ସତ୍ୟମୟ ଆତ୍ମାଙ୍କୁ ଦେବେ। ଏହାର ଅର୍ଥ ଏହା, ପବିତ୍ର ଆତ୍ମା ସେହି ପରମେଶ୍ୱର ଅଟନ୍ତି, ଯିଏକି ଆମକୁ ଶିଖାନ୍ତି, ବୁଝାନ୍ତି ଆଉ ସତ୍ୟ ମାର୍ଗ ଦେଖାନ୍ତି। ନମ୍ବର 2, ପବିତ୍ର ଆତ୍ମାର କାର୍ଯ୍ୟ କଣ? ନମ୍ବର 2, ପବିତ୍ର ଆତ୍ମାର କାର୍ଯ୍ୟ କଣ? ପବିତ୍ର ଆତ୍ମାର କାର୍ଯ୍ୟ ବହୁତ ବ୍ୟାପକ ଓ ଗଭୀର ଅଟେ। ସେ ଯେ କୌଣସି ବିଶ୍ୱାସୀର ଜୀବନରେ କେତେ ପ୍ରକାର କାର୍ଯ୍ୟ କରନ୍ତି। ପବିତ୍ର ଆତ୍ମା ଆମକୁ ପରମେଶ୍ୱରଙ୍କ ବାକ୍ୟ ବୁଝିବାକୁ ସାହାଯ୍ୟ କରନ୍ତି। ଯେତେବେଳେ ଆମେ ବାଇବେଲ ପଢ଼ୁ, ସେ ଆମକୁ ତାହାର ଅର୍ଥ ଓ ସତ୍ୟ ପ୍ରକାଶ କରନ୍ତି। ଯେତେବେଳେ ଆମେ ପାପରେ ପଡ଼ୁ, ସେ ଆମକୁ ଅନୁତାପ ଓ ମନ ଫେରଣ କରନ୍ତି। ଯେତେବେଳେ ଆମେ ଦୁଃଖିତ ଥାଉ, ପବିତ୍ର ଆତ୍ମା ଆମର ମନରେ ଶାନ୍ତି ଦିଅନ୍ତି। ସେ ଏକ ସତ୍ୟ ସାନ୍ତ୍ୱନାଦାତା ଅଟନ୍ତି, ଯିଏ ଆମକୁ ଆଶା ଓ ସାହସ ଦିଅନ୍ତି। ସେ ଆମକୁ ପ୍ରାର୍ଥନାରେ ସାହାଯ୍ୟ କରନ୍ତି। ବାଇବେଲ ଅଧ୍ୟାୟ ଅନୁସାରେ ରୋମିଓ 8 ପର୍ବ 26 ପଦ ପଢ଼ନ୍ତୁ, ବୁଝିପାରିବେ। ଯେତେବେଳେ ପ୍ରେରିତମାନେ ଯୀଶୁଙ୍କର ପ୍ରଚାର କରିବା ପାଇଁ ଡରୁଥିଲେ, ପବିତ୍ର ଆତ୍ମା ସେମାନଙ୍କୁ ସାହସ ଦେଲେ। ସେହି ପବିତ୍ର ଆତ୍ମାର ଶକ୍ତିରେ ସାରା ଜଗତରେ ସୁସମାଚାର ପ୍ରଚାର କଲେ। ନମ୍ବର 3, ପବିତ୍ର ଆତ୍ମାର ଆଗମନ କେବେ ହେଲା? ନମ୍ବର 3, ପବିତ୍ର ଆତ୍ମାର ଆଗମନ କେବେ ହେଲା? ଯୀଶୁଙ୍କ ସ୍ୱର୍ଗାରୋହଣ ପରେ ଶିଷ୍ୟମାନେ ଜେରୁସାଲେମରେ ପ୍ରାର୍ଥନା କରୁଥିଲେ। ଠିକ୍ ସେହି ସମୟରେ ପେଣ୍ଟିକଷ୍ଟ ଦିନ ଥିଲା। ପବିତ୍ର ଆତ୍ମା ସମସ୍ତଙ୍କ ଉପରେ ଆବିର୍ଭାବ ହେଲେ। ସେମାନେ ଆତ୍ମାରେ ପରିପୂର୍ଣ୍ଣ ହେଲେ ଆଉ ବିଭିନ୍ନ ଭାଷାରେ କହିବାକୁ ଲାଗିଲେ। ଏହି ଘଟଣା ବାଇବେଲର ପ୍ରେରିତ ପୁସ୍ତକ 2 ପର୍ବରେ ଲେଖାଯାଇଛି। ପବିତ୍ର ଆତ୍ମା ସେହିମାନଙ୍କ ହୃଦୟରେ ବାସ କରନ୍ତି, ଯିଏ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରନ୍ତି। ପବିତ୍ର ଆତ୍ମା ଆମ ଭିତରେ କେମିତି କାର୍ଯ୍ୟ କରନ୍ତି? ନମ୍ବର 4, ପବିତ୍ର ଆତ୍ମା ଆମ ଭିତରେ କେମିତି କାର୍ଯ୍ୟ କରନ୍ତି? ଯେବେ ଆମେ ଯୀଶୁଙ୍କୁ ବିଶ୍ୱାସ କରୁ ଆଉ ଆମର ଜୀବନରେ ସ୍ୱୀକାର କରୁ, ସେତେବେଳେ ପବିତ୍ର ଆତ୍ମା ଆମ ଭିତରେ ପ୍ରବେଶ କରନ୍ତି। ସେ ଆମକୁ ନୂଆ ଜୀବନ ଦିଅନ୍ତି ଆଉ ଆମ ଚାଲିଚଳନ, ଆଚାର ବ୍ୟବହାର ସବୁ ବଦଳିଯାଏ। ପବିତ୍ର ଆତ୍ମା ଆମ ଭିତରେ ଆତ୍ମିକ ଫଳ ଉତ୍ପନ୍ନ କରନ୍ତି, ଯାହାକୁ ବାଇବେଲ ଅନୁସାରେ ଆତ୍ମାର ଫଳ ମଧ୍ୟ କୁହାଯାଏ। ଗାଲାତୀୟ 5 ପର୍ବ 22 ପଦରୁ 23 ପଦ, ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ଏହିସବୁ ଗୁଣ ଥିଲେ ପବିତ୍ର ଆତ୍ମା ଆମ ମଧ୍ୟରେ କାର୍ଯ୍ୟ କରୁଛନ୍ତି ବୋଲି ଜାଣିପାରିବା। ନମ୍ବର 5, ପବିତ୍ର ଆତ୍ମାର ସ୍ୱର କେମିତି ଶୁଣିବା? ପବିତ୍ର ଆତ୍ମା ଆମକୁ ସବୁବେଳେ କଥା କହନ୍ତି। କେବେ ଆମର ହୃଦୟରେ, କେବେ ପରମେଶ୍ୱରଙ୍କ ବାକ୍ୟ ମାଧ୍ୟମରେ ଆଉ କେବେ ପରିସ୍ଥିତି ଦ୍ୱାରା। ମାତ୍ର ତାଙ୍କର ସ୍ୱର ଶୁଣିବା ପାଇଁ ହେଲେ ଶାନ୍ତ, ନମ୍ର ଆଉ ଆଜ୍ଞାକାରୀ ହେବା ଦରକାର। ଆଉ ଆମେ ଯଦି ତାଙ୍କର ଆଜ୍ଞା ପାଳନ କରୁ, ତେବେ ସେ ଆମକୁ
ଭୁଲ ରାସ୍ତାରୁ ରକ୍ଷା କରିବେ ଏବଂ ଆଶୀର୍ବାଦ ପଥରେ ନେଇଯିବେ। ନମ୍ବର 6 ପବିତ୍ର ଆତ୍ମାର ଆଶୀର୍ବାଦ ଗିଫ୍ଟ ଅଫ୍ ଦ ସ୍ପିରିଟ୍। ପବିତ୍ର ଆତ୍ମା ଆଶୀର୍ବାଦ ମଧ୍ୟ ଦିଅନ୍ତି, ଯେମିତି ଭବିଷ୍ୟତବାଣୀ କରିବାର ଶକ୍ତି, ସୁସ୍ଥ କରିବାର କ୍ଷମତା, ଜ୍ଞାନ, ବିଶ୍ୱାସ, ପରଭାଷା ଇତ୍ୟାଦି। ଏହି ସବୁ ଆଶୀର୍ବାଦ ଆମର ଭଲ ପାଇଁ ଆଉ ପରମେଶ୍ୱରଙ୍କ ମହିମା କରିବା ପାଇଁ ହୋଇଥାଏ। ନମ୍ବର 7 ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଜୀବନ। ଜଣେ ବିଶ୍ୱାସୀକୁ ଏହା ପ୍ରାର୍ଥନା କରିବା ଉଚିତ, ହେ ପ୍ରଭୁ, ମୋତେ ତୁମ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କର। ଯେତେବେଳେ ଆମେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଯାଉ, ସେତେବେଳେ ଆମ ଜୀବନରେ ପ୍ରେମ, ଶାନ୍ତି ଓ ଶକ୍ତି ମିଳିଥାଏ। ସେତେବେଳେ ଆମେ ବୁଝିଥାଉ ପରମେଶ୍ୱର ଆମମାନଙ୍କ ସାଙ୍ଗରେ ଅଛନ୍ତି। ଧନ୍ୟବାଦ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ।